ଥାଉ ତୁ ମୋତେ କିଛି କହିବା ଦରକାର ନାହିଁ। ସତରେ ମଣିଷ ଭଲ ପାଇକି ସତରାକ ଚାରିଟା ହାରି ଯାଉଛି। ତୋ ପାଇଁ ମୁଁ କହି ନ କରିଥିଲି ପିଲାଟି ଦିନରୁ ମା ଚାଲିଗଲା ପରେ ତତେ ଏଡ଼ିକି କରି ଏ ଭଉଣୀର ସମ୍ପର୍କରେ ନୁହଁ ତତେ ମା ସାଜି ଏଡ଼ିକି କରିଛି। କିନ୍ତୁ ତାପରେ ତୁ ମୋତେ କଣ କହିଲୁ ବିଶ୍ୱାସ ବଦଳରେ ବିଷ ନା ତୁ ସେମିତି କହନି ଅପା। ଆରେ ମୁଁ ଜାଣିନଥିଲି। ଆଉ ଏ ଦୁନିଆରେ ମୁଁ ଆଉ କାହାକୁ ବିଶ୍ୱାସ କରିବି ଯିଏ ମୋ ରକ୍ତ ହିଁ ମୋତେ ଧୋକା ଦେଉଛି। ଆଉ ଯାହାକୁ ଦେବତା ଭାବିକି ଭଲ ପାଇଥିଲି ସେ ବି ମୋ ସହିତ ଝଗଡ଼ା କରୁଛି। କିନ୍ତୁ ଅନାମିକା ତୁ ଭଲ ଯିଏ ତୋତେ ଭଲ ପାଉଛି ମାନେ ଆଜି ସମର୍ଥ କରୁଛି ନା କାଲି ସେ ନିଶ୍ଚୟ ତୋତେ ବି ଧୋକା ଦେବ। ଆଉ ତା ଭଲ ପାଇବି କହିକି ଆଜି ତୋ ପାଇଁ ମୁଁ ପଳା ହେଇଗଲି ନା। ଠିକ୍ ଅଛି ଏ ଘରେ ମୁଁ କାହା ପାଇଁ ରହିବି? ବାପା ତ ମୋତେ ଭୁଲି ବୁଝିଛନ୍ତି। ଆଉ ତୁ ହିଁ ମୋର ଶେଷ ଆଶା ରଖିଲୁ। କାହା ପାଇଁ ଏ ଘରେ ରହିବି? ଆଜିଠୁ ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ନା ଅପା ତୁ ଯାଇପାରିବୁନି। ତୁ ଯଦି ଯିବୁ ତାହେଲେ ମୋତେ ସାଥିରେ ନେଇକି ଯା। ଚାଲି ଯା ମୋ ପାଖରେ। କାହା ପାଇଁ ରହିବି? କୋଉ ଭରସା ରହିବି? ମୋ ଭାଗ୍ୟ ମୋତେ ଚାଲି ନେଇକି ଯିବ। ମୁଁ ଚାଲି ଚାଲିଯିବି। ନା ଅପା ତୁ ସେମିତି କହନି। ଆଉ ତୁ ଯଦି ଚାଲିଯିବୁ ତାହେଲେ ମୁଁ କେମିତି ବଞ୍ଚିବି? ଆଉ ତୁ ଯୋଉ ଖୁସି ପାଇଁ ମୋତେ ଧୋକା ଦେଇଛୁ ତୁ ସେ ଖୁସିରେ ରହ। ମୁଁ ସବୁଦିନ ପାଇଁ ଘରେ ଚାଲି ଯାଉଛି। ନା ଚାଲି ଯାଉଛି। ତମେ କିଏ ଏଠି? ହଁ ଆରେ ତମକୁ ପଚାରିଛି ପରା ଏଠାରେ ତମେ ହେଲେ ମୋ ଅବନ୍ତିକା ଗଲା କୁଆଡ଼େ? ଅବନ୍ତିକା କଣ କହିଲ? ଅବନ୍ତିକା? ହଁ ହଁ କିଏ ଅବନ୍ତିକା କିଏ? ଅବନ୍ତିକା ହଁ ସେ ହେଉଛି ମୋ ପ୍ରେମିକା। ଆଉ ଜାଣିଛ ସେ ବର୍ତ୍ତମାନ କଥାଟା ଆଜି ଅତିଥି କଥାଟା ମୋତେ ଆଜି ବହୁତ ମନେ ପଡ଼ିଯାଇଛି। ମୁଁ ଅବନ୍ତିକା ପାଖକୁ ମୁଁ ଯାଉଛି। ଅବନ୍ତିକା ଆଲୋ ଅବନ୍ତିକା। ସତରେ ତୋର ତୁମେ ଅବନ୍ତିକାକୁ ଭଲ ପାଅ? ହଁ ହଁ ମୁଁ ଅବନ୍ତିକାକୁ ବହୁତ ଭଲ ପାଏ। ଏ ଭଗବାନ ମୁଁ ଯାଉଛି। ତାହେଲେ ମୋ ବଡ଼ ଭଉଣୀ ମୋତେ ସତ କହୁଥିଲା। ମୁଁ ଯାଉଛି ମୋ ଅବନ୍ତିକା ପାଖକୁ ମୁଁ ଯାଉଛି। କୁଆଡ଼େ ଯିବ ବାବୁ? କୁଆଡ଼େ ଯିବି? ହଁ। ଆରେ ସେ ମୋ ଅବନ୍ତିକା ପାଖକୁ ମୁଁ ଚାଲିଯିବି। ହେଲେ ବାବୁ ମୋତେ ଯୋଉ କଥା ଦେଇଥିଲା। ଆରେ ମୁଁ ତମକୁ କିଛି କଥା ଦେଇନି ହେଲା। ତମ ବାଟରେ ତମେ ଚାଲିଯାଅ, ମୋ ବାଟରେ ମୁଁ ଚାଲି ଯାଉଛି। ନା ବାବୁ ମୁଁ ତୁମକୁ ଯିବାକୁ ଦେବିନି। ଯିବାକୁ ଦେବନି? ହଁ ବାବୁ ଅବନ୍ତିକା ମୁଁ ପରା ତୁମକୁ ଭଲ ପାଉଛି। ଆଲୋ ଅବନ୍ତିକା। ବାବୁ हे भगवान एसबू कौन घटी जाऊँ मो जीवन रे। अरे
ଯିଏ ମୋତେ ଏଇଠି ସେଠି ରେଣୁକିଟେ କଲା ସେ ଭୁଲ ବୁଝିକି ଚାଲିଗଲା। ଆଉ ଯାହାକୁ ମୁଁ ଭଲ ପାଇଥିଲି ସେ ମଧ୍ୟ ପର କରି ଚାଲିଗଲା। ଏବେ କ'ଣ କରିବି? ନା, ସବୁ କଥା ଯାଇକି ମୋ ବାପାଙ୍କୁ କହିବି। ହଁ, ସବୁ କଥା ଯାଇକି ମୋ ବାପାଙ୍କୁ କହିବି। ଆରେ ମା ଅନାମିକା, କାହା ସହିତ ପାଟିତୁଣ୍ଡ ହଉଥିଲା? କିଛି ନାହିଁ ବାପା। ହେଲେ ତୋ ଆଖିରୁ ଲୁହ? ନା ବାପା, ସେ କିଛି ନୁହଁ। ନାଇଁ ନାଇଁ, ତୁ ମତେ କିଛି ଲୁଚେଇବାକୁ ଯାଉଛୁ। ଆରେ ମା କହ, ସତ କଥାଟା କ'ଣ ହେଇଛି? ବାପା ଅନାମିକା, କେମିତି କହିବି ମୁଁ ଜମାରୁ ବୁଝିପାରିଲି ବାପା। ତୁ ଜାଣିଛ ବାପା, ହରେ ମା ମୋ ବଡ଼ ଭଉଣୀ ଘର ଛାଡ଼ିକି ଚାଲି ଯାଇଛି। କ'ଣ ହେଇଛି? ସେ ଘର ଛାଡ଼ି ଚାଲି ଯାଇଛି? ହଁ ବାପା, କାରଣ କ'ଣ ଜାଣିଛ? ଆରେ କହ, କ'ଣ ହେଇଛି? ସେ ଯୋଉ ପୁଅକୁ ଭଲ ପାଉଥିଲା ତାଙ୍କୁ ତୁମେ ପରେ ବନ୍ଧୁକରେ ରଖିଛ ବୋଲି କହୁଥିଲା। ହଁ, ତାକୁ ଆଜୀବନ କାରାଗାର ଘର ମଧ୍ୟରେ ରଖାଯାଇଛି। ନା ବାପା, ତାଙ୍କୁ ମାରି ସେ ସେନାପତି ନଦୀରେ ଫିଙ୍କି ଦେଇଥିଲା। ନଦୀରେ ଫିଙ୍ଗି ଆଉ ଦେଇଥିଲା? ତାକୁ ମୁଁ ମୋ ସହସ୍ରୀ ମାନଙ୍କ ସହିତ ଉଦ୍ଧାର କରିକି ଭଲ ପାଇ ଘରକୁ ନେଇ ଆସିଥିଲି। ହେଲେ ସେଇ ସମୟରେ ମୋ ବଡ଼ ଅପା ମୋ ଉପରେ ରାଗି ଯାଇ ଘର ଛାଡ଼ି ଚାଲି ଯାଇଛି ବାପା। ଏ ତ ଆଶ୍ଚର୍ଯ୍ୟ କଥା। ରଘୁଦାସର ପୁଅ ଅରୁଣକୁ ମୁଁ କାରାଗାର ମଧ୍ୟରେ ଆଜୀବନ ବନ୍ଦୀ କରି ରଖିବାକୁ କହିଥିଲି। ହେଲେ ସେ ନଦୀ ଗର୍ଭକୁ ଗଲା କେମିତି? ନା, ଏଥିରେ ସେନାପତିର କିଛି ଷଡ଼ଯନ୍ତ୍ର ଥାଇପାରେ। ହଁ ବାପା, ସେ ହଉଛି ନାଟର ଗୋବର୍ଦ୍ଧନ। ଅନାମିକା, ତାହେଲେ ଅବନ୍ତିକା ଏବେ ଘର ଛାଡ଼ି ଯାଇଛି ନା? ହଁ ବାପା। ସେ ବହୁତ ଦୂର ଯାଇନଥିବ। ହଁ ବାପା। ଚାଲ ଆମେ ତାକୁ ଫେରାଇ ଆଣିବା। ଚାଲ ସେ ବାପା। ଫେରି ଆସିଲେ ସବୁ ସତ କଥାଟା ଜଣା ପଡ଼ିଯିବ। ହଁ ବାପା, ତୁମେ ଯିବାରେ ମା। ଆପଣ କୁଆଡେ ବାହାରିଛନ୍ତି ରାଜନ? କୁଆଡେ ବାହାରିଛନ୍ତି? ତା ପୂର୍ବରୁ ତମେ ଗୋଟେ ପ୍ରଶ୍ନର ଉତ୍ତର ଦିଅ। ପ୍ରଶ୍ନର ଉତ୍ତର? ହଁ, କି ଉତ୍ତର ମଣିମା? ରଘୁଦାସର ପୁଅ ଅରୁଣ, ତାକୁ ତମକୁ କାରାଗାର ମଧ୍ୟରେ ବନ୍ଦୀ କରିବାକୁ କହିଥିଲି। ସେ କାରାଗାର ମଧ୍ୟରେ ଅଛି ନା ନାହିଁ? ଭାଇ ମହାରାଜ, ତାକୁ ମୁଁ ହତ୍ୟା କରିଦେଇଛି। ତାକୁ ମୁଁ ତମକୁ କାରାଗାର ମଧ୍ୟରେ ବନ୍ଦୀ କରି ରଖିବାକୁ କହିଥିଲି। ହେଲେ ତାକୁ ହତ୍ୟା କରିବାର ଅଧିକାର ତମକୁ କିଏ ଦେଲା? ଏ ରାଜନ, ସେ ହେଉଛି ଆପଣଙ୍କ ଶତ୍ରୁର ପୁଅ। ଶତ୍ରୁର ପୁଅ କ'ଣ ମିତ୍ର କେବେ ହେବ? ସେଥିପାଇଁ ବୁଲୁ ମାଇଲେ ଗଲା ସରି ଦେବତା ଚିନ୍ତା କଲି। ସେଥିପାଇଁ ତାକୁ ମୁଁ ହତ୍ୟା କରିଦେଲି ରାଜନ, ହତ୍ୟା କରିଦେଲି। ହେଲେ ତମେ ନିଜକୁ ଏ ଦେଶର ସର୍ବଶକ୍ତିମାନ କର୍ମଚାରୀ ଭାବୁଛ ନା? ନାଇଁ ରାଜନ, ନାଇଁ। ଆଉ ତାହା ବୋଲି ଜଣେ ଲୋକକୁ ତମେ ଜୀବନରେ ମାରିଦେବ? ମଣିଷ ମାତ୍ରକେ ଦୋଷ କରିଥାଏ, ସେ ଦୋଷର କିଛି ପ୍ରାୟଶ୍ଚିତ ମଧ୍ୟ ରହିଥାଏ। ଆଉ ତମେ ନିଜେ ତାହାର ସବୁ ସମାପ୍ତ କରିଦଉଛ। এইটা ঠিক নুহ সেনাপতি। তাহলে ଆପଣଙ୍କୁ ସେଥିର কৈଫତ ଦେବାକୁ ପଡ଼ିବ। নিশ্চয় ମହାରାଜ, ସେ ହେଉଛି ଦୁଇ ପକ୍ଷର ଶତ୍ରୁ। ଆପଣଙ୍କ ଶତ୍ରୁ ଆଉ ମୋର ବି ଶତ୍ରୁ। ସେଇଠୁ ସେଥିପାଇଁ ତାକୁ ମୁଁ ହତ୍ୟା କରିଦେଲି।
ଦେବାନନ୍ଦ ମହାରାଜ ତାହେଲେ କଥାଟାର ମୂଳ ମଞ୍ଜି ଏଇଠି ଅଛି। କଣ ହେଲା ମହାରାଜ? ଜଣେ ବ୍ୟକ୍ତିକୁ କାରାଗୃହ ମଧ୍ୟରେ ବନ୍ଦୀ କରିବାକୁ କହିଲେ ତାକୁ ହତ୍ୟା କରିବା। ଆଲୋ ମହାରାଜା, ତୁମ ଭଣଜାକୁ ନେଇକି ଏତେ ଦିନ ପର୍ଯ୍ୟନ୍ତ କାରାଗାରରେ ବନ୍ଦୀ କରିକି ରଖିଥିଲୁ। ମୋ ଭଣଜା କେମିତି ହୋଇଥିଲା? ଆରେ ତାରି ବାପା ଯୋଗୁଁ ମୋ ଭଣଜା ଯାଇକି କାରାଦଣ୍ଡରେ ଦଣ୍ଡିତ ହେଲା, ଆଉ ତା ପରିବାରଟା ସର୍ବନାଶ ହେଇଗଲା। ଆରେ ତା ପରିବାର ଲୋକ କେହି ରହିଲେ ନାହିଁ ତ ରଘୁଦାସର ପରିବାର ଲୋକେ ବି କେହି ରହିପାରିବେ। ଆଉ ଗୋଟିଏ କଥା ରାଜନ, ସତ୍ୟ ଘଟଣାଟା ଯଦି ଆଜି ଜାଣିବ ଆପଣଙ୍କ ପାଦ ତଳୁ ମାଟିଟା ଖସିଯିବ। କି ସତ୍ୟ ଘଟଣା କହିବ? ଆଉ ସେଇ ସତ୍ୟ ଘଟଣାଟା ହେଲା ମହାରାଣୀ ଶକୁନ୍ତଳାଟାକୁ ରଘୁଦାସ ହତ୍ୟା କରି ରଖିଲା। ତାହେଲେ ହତ୍ୟା କରିଥିଲା କିଏ? ହତ୍ୟା କରିଥିଲି ମୁଁ। କାହିଁକି ହତ୍ୟା କରି ସେ କଥା କଣ ଆପଣ ଜାଣିବେ? ଜାଣିବେ ନା? ରଘୁଦାସ ପାଇଁ 5 ବର୍ଷ କାରାଦଣ୍ଡ ଯେତେବେଳେ ଦଣ୍ଡିତ କଲ, ଏତେ ବେହୁରା ହେଲେ ମୋ କଥା ରଖିଲନି। ଲଜ୍ଜା ଅପମାନ ସହି ନ ପାରି ମୋ ପରିବାରଟା ଏ ଦୁନିଆ ଛାଡ଼ି ଆଉ ଗୋଟିଏ ପରିବାରକୁ ଚାଲିଗଲି। ମୋର ଯଦି ପରିବାରରେ କେହି ନଥିବେ, ତୁମ ଦୁଇ ପରିବାରରେ କାହିଁକି ହସ ଫୁଟିବ? ସେଥିପାଇଁ ରଘୁଦାସର ପୁଅକୁ ହତ୍ୟା କଲି, ମହାରାଣୀକୁ ହତ୍ୟା କଲି। ଏବେ ପହଞ୍ଚିଗଲା ତୁମ ପାଲି। ମୋରି ଅନ୍ନ ଜଳ ଖାଇ ଶେଷରେ ମୋର ସବୁ ସର୍ବନାଶ କରୁଛ। ନିଜକୁ ମନେ ମନେ କଣ ଭାବୁଛୁ? ମୋତେ ହତ୍ୟା କରିବୁ? ନିଶ୍ଚୟ। ଆରେ ସେଇ ଦୁଃସାହସ କରିବୁ, ନିଶ୍ଚୟ ମରିବୁ। ଆମ ରାଜା ମହେନ୍ଦ୍ର କେଶରୀ ଆଜି ଶକ୍ତିହୀନ ହୋଇଯାଇଛି। ଯଦି ବଞ୍ଚିବାକୁ ଚାହୁଁଛୁ ମୋ ସମ୍ମୁଖରୁ ଶୀଘ୍ର ଚାଲିଯା। ଯଦି ଅଙ୍ଗେ ଅଛି ଶକ୍ତି, ଉଠା ଅସ୍ତ୍ର, ହେଇଯାଉ ଶକ୍ତିର ପରୀକ୍ଷା। ବାବା, ଏ ବାବା, ଆଉ ବିଳମ୍ବ କରିବାନି। କାଲି ହେଉଛି ସେହି ପ୍ରଭୁ ରାଧାକୃଷ୍ଣଙ୍କର ଜନ୍ମାଷ୍ଟମୀ ତିଥି। ମୁଁ ବି ମଣିଷ ମାମା, ମୋ ଭିତରେ ବି ମଣିଷ ପଣିଆ ଅଛି। ପ୍ରଭୁ ରାଧାକୃଷ୍ଣ ମୂର୍ତ୍ତିଟାକୁ ଚୋରି କରି ଆଜି ଏତେ ବଡ଼ ଦୁନିଆରେ ମୋର ନିଜର ବୋଲି କେହି ନାହିଁ। সেই রাধাকৃষ্ণ মূর্তিটাକୁ ନେଇକି ଆସିବ ମନ୍ଦିରକୁ। ମନ୍ଦିରରେ ମୂର୍ତ୍ତିଟା ସ୍ଥାପନ କରି ମନ୍ଦିର ପ୍ରତିଷ୍ଠା କରିବା। ଆଉ ମାମା ରାଜାକୁ ବନ୍ଦୀ କରି ଅଳଙ୍କାର ସବୁ ଉତାରି ନେବ। ହେଲେ ବାବା, ବଡ଼ ବଡ଼ ପାଖରେ ଯେଉଁ ମନ୍ଦିର ଅଛି, ସେଇ ମନ୍ଦିର ପାଖକୁ ମୁଁ
এই রাজা ঝିଅ ଅନାମିକାକୁ ନେଇକି ଯାଉଛି ବାବା। ତମେ ମୋ ଝିଅକୁ ନେଇପାରିବନି। ଅଙ୍ଗରେ ତ ବଳ ନାହିଁ, ରକ୍ଷା କରିବ କିଏ ମୋ ହସ୍ତରେ? ହଟିଯା, ମୋ ସାମ୍ନାରୁ ହଟିଯା। ନାଇଁ ମୋ ଝିଅ ଉପରେ ଏତେ ଅତ୍ୟାଚାର କରନି। ବାବା ବନ୍ଧନ କରି ସାରିଲ ତ? ଦେଖ ମାମା ଦେଖ, ରାଣୀ ଶକୁନ୍ତଳା ଭଳି ଦେଖିବାକୁ ରାଜାର ସାନ ଝିଅ। ବାବା ମୁଁ ଆଉ ବିଳମ୍ବ କରିବିନି, ତାକୁ ନେଇକି ଯାଉଛି। ଏଇ ଅନାମିକା, ଆଲୋ ମନ୍ଦିର ସ୍ଥାପନ କରିବ ପରା। ମୂର୍ତ୍ତିଟା ସ୍ଥାପନ କରି ମନ୍ଦିର ପ୍ରତିଷ୍ଠା କରିବାର ଅଛି। ମୁଁ ତୋର କିଛି କରିବିନି, କିଛି କ୍ଷତି ହେବାକୁ ଦେବିନି। ଚାଲିଆ ଭାଇ। बुआ गो मोर पानी रोजा बुआ किते भई दिवा बुआ का आठ दस तेरे की जीते दिवा के बुआ जीवन तारा में जीवला बड़ी काकड़ी ध्यान में खाए नहीं करे ताके ई बुढ़ा रोजा टिहली होते बुआ रे सोजी घटे में पाराले धिकी दवा बुआ ये होया जुदा करी होती धरी के चापी दे मुझे तनु माची दीवा और कौन खालती रा ओके मर घुटे जगह जेते मो होते तार ध्यान भी होते नहीं ये होया केते ऊपर खा